हेलो ସାଙ୍ଗମାନେ ଚାଲନ୍ତୁ ଆଜି ଆମେ ଦେଖିବା ୱାୟରଲେସ୍ ବାଲା K8 ମାଇକ୍ରୋଫୋନ୍ କେମିତି ୟୁଜ୍ କରାଯାଏ। ସମସ୍ତଙ୍କର ତ ଅଲଗା ଅଲଗା ଫୋନ୍ ଥାଏ ନା, ତ ସେଥିପାଇଁ ସେମାନେ ଗୋଟିଏ ମାଇକ୍ରୋଫୋନ୍ ଯେଉଁଥିରେ ଆମେ ଭଏସ୍ ରେକର୍ଡ଼ କରିପାରିବା ଓ ତାକୁ କନେକ୍ଟ କରିବା ପାଇଁ ଫୋନ୍ ସହିତ ଗୋଟେ କର୍ଡ଼ ଦେଇଛନ୍ତି। ଆଉ କ'ଣ ଦେଇଛନ୍ତି ଚାଲନ୍ତୁ ଦେଖିବା। ଆଉ କାହାର OnePlus ଥାଏ, କାହାର Oppo ଥାଏ, କାହାର Vivo ପାଇଁ। ତ ସେଥିପାଇଁ OTG ତ ଅନ୍ କରିବା ପାଇଁ ଫୋନ୍ରେ ପଡ଼ିବ, ନହେଲେ କନେକ୍ଟ ହେବନି ନା। ତ ସେଥିପାଇଁ ଗୋଟେ କର୍ଡ଼ ବି ଦେଇଥିଲେ, ଚାର୍ଜ କରିବା ପାଇଁ ବି ଗୋଟେ କର୍ଡ଼ ଦେଇଥିଲେ। ସି ଟାଇପ୍ର କର୍ଡ଼ ଥିଲା। ଆଉ ମୋତେ ଯେଉଁ କର୍ଡ଼ଟି ମିଳିଥିଲା ଛୋଟଟେ OTG କର୍ଡ଼, ସେଟା ଥିଲା ଆଇଫୋନ୍ କର୍ଡ଼। ତ ମୋର ତ Oppo ନା, ତ ଆଇଫୋନ୍ କର୍ଡ଼ ମୋର କିଛି ଆବଶ୍ୟକ ନାହିଁ। ତ ତାପରେ ମୁଁ ଚାଲିଲି କେଉଁଠି, ମୋବାଇଲରେ ଥିବା ସେଟିଂକୁ। ସେଠି ଯାଇକି ଆମେ ସର୍ଚ୍ଚ କରିବା OTG କନେକ୍ସନ୍କୁ ଯାଇକି ଅନ୍ କରିଦେବା। ଅନ୍ କଲା ପରେ ପଳେଇ ଆସିବା ପୁଣି ମାଇକ୍ରୋଫୋନ୍ ଯେଉଁଥିରେ ଆମେ ରେକର୍ଡ଼ କରାଯାଏ, ତା'ର ପାୱାର ବଟନ୍କୁ ଆମେ ଅନ୍ କରିବା। ଅନ୍ କଲେ, ଅନ୍ କଲା ପରେ କିଛି ସମୟ ପରେ ଦେଖିବେ ଗୋଟେ ଛୋଟିଆ ଲାଇଟ୍ଟେ ଜଳିବ। ଲାଇଟ୍ ଜଳିବା ମାନେ ଜାଣିବା ଯେ ଆମର ଏବେ ରେକର୍ଡ଼ କରିବା ପାଇଁ ଆମ ମାଇକ୍ରୋଫୋନ୍ଟି ରେଡ଼ି ଅଛି ପୁରା, ବୁଝିଲେ। ଚାଲନ୍ତୁ ଏବେ କ୍ୟାମେରା ଅନ୍ କରି ଦେଖିବା। ନର୍ମାଲ୍ କ୍ୟାମେରାରେ ହେବନି, ତ ସେଥିପାଇଁ ଆମେ କ'ଣ କରିବା, ପ୍ଲେ ଷ୍ଟୋରକୁ ଯାଇ ଓପନ୍ କ୍ୟାମେରା ଗୋଟେ ଅଛି ଆପ୍, ଯେଉଁଟାକୁ ଆମେ ଡାଉନଲୋଡ଼୍ କରିବା। ମୁଁ ସେଟାକୁ ଡାଉନଲୋଡ଼୍ କରିକି ଆଗରୁ ରଖିଥିଲି, ତ ମୋର ଓପନ୍ ଦେଖେଇଲା। ଆପଣମାନେ ଇନଷ୍ଟଲ୍ କରିବେ ହେଲା। ଇନଷ୍ଟଲ୍ କଲା ପରେ ଓପନ୍ କ୍ୟାମେରାର ସେଟିଂକୁ ଯିବେ। ସେଟିଂକୁ ଯାଇକି ଭିଡ଼ିଓ ସେଟିଂ ଗୋଟେ ଲେଖା ହେଇଥିବ, ସେଠିକି ଯିବେ। ତାପରେ ଅଡ଼ିଓ ସୋର୍ସ ଗୋଟେ ଲେଖା ହେବ, ଆସିବେ। ତାପରେ ଏକ୍ସଟର୍ନାଲ୍ ମାଇକ୍ ଅନ୍ କରିଦେବେ। ଅନ୍ କଲା ପରେ ଆପଣ ଭିଡ଼ିଓ କରିପାରିବେ। ସେଥିରେ ସାଉଣ୍ଡ କ୍ୱାଲିଟି ବି ବହୁତ ଭଲ ଆସିବ। ଠିକ୍ ଅଛି।